ରଜ ମହୋତ୍ସବରେ ନୃତ୍ୟ ପ୍ରତିଯୋଗିତା। କେନ୍ଦୁଝର ଜିଲ୍ଲା ନ୍ୟୁ ଅଡିଟୋରିୟମରେ ରଜ ପର୍ବ ଉପଲକ୍ଷେ ଦେଖାଯାଇଥିଲା ନୃତ୍ୟ କଳାର ଏକ ମନୋରଞ୍ଜନ ପସରା। ବଛା ବଛା ନୃତ୍ୟଶିଳ୍ପୀମାନଙ୍କର ନୃତ୍ୟ ପସରାକୁ ଦର୍ଶକ ଖୁବ୍ ଆନନ୍ଦ ମନରେ ଉପଭୋଗ କରିଥିଲେ। କେନ୍ଦୁଝର ଜିଲ୍ଲାରେ ରଜ ପର୍ବ ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଖୁବ୍ ଉତ୍ସାହ ସହକାରେ ରଜ ପର୍ବକୁ ଭିନ୍ନ ଭିନ୍ନ ରୂପରେ ପାଳନ କରିଥାନ୍ତି। ଗାଁ ଗହଳିରେ ଦଳିର ପସରା ଖୋଲି ଗାଁ ଝିଅ ବୋହୂମାନେ ଦଳି ଗୀତ ବୋଲି ରଜ ପର୍ବ ପାଳନ କରିଥାନ୍ତି। କିନ୍ତୁ ସହର ବଜାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରଜ ପର୍ବକୁ ଉପଭୋଗ କରିଥାନ୍ତି। ଆଉ ସେହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଦର୍ଶକମାନଙ୍କ ମଧ୍ୟ ଆଗ୍ରହ ରହିଥାଏ। ରଜ ପର୍ବର ସେମିତି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରଜ ମହୋତ୍ସବ ଦୀର୍ଘ 3 ଦିନ ଧରି କେନ୍ଦୁଝର ନ୍ୟୁ ଅଡିଟୋରିୟମରେ ମହାସମାରୋହରେ ଆୟୋଜିତ ହୋଇଯାଇଛି, ଯାହାକି ଦର୍ଶକମାନଙ୍କୁ ଖୁବ୍ ମନୋରଞ୍ଜନ ଦେଇପାରିଛି। କେନ୍ଦୁଝରର ଏକ ଅଗ୍ରଣୀ ଅନୁଷ୍ଠାନ ଓମ୍ ସାଇ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଆୟୋଜିତ ହୋଇଥିବା ଏହି ରଜ ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ଛୋଟ ଛୋଟ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ବଛା ବଛା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଦର୍ଶକମାନଙ୍କୁ ଖୁବ୍ ମନୋରଞ୍ଜନ ଦେଇପାରିଥିଲା। ଏହି ନୃତ୍ୟ ପସରା ଏକ ପ୍ରତିଯୋଗିତାମୂଳକ ହୋଇଥିବାରୁ ନୃତ୍ୟଶିଳ୍ପୀମାନେ ଖୁବ୍ ଉଚ୍ଚକୋଟୀର ନୃତ୍ୟ କଳା ପ୍ରଦର୍ଶନ କରିଥିଲେ। ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ୱାରା କଳାକାରମାନଙ୍କୁ ମୂଲ୍ୟାଙ୍କନ କରି କୃତି କଳାକାର ନିରୂପଣ କରିଥିଲେ। ନୃତ୍ୟଶିଳ୍ପୀମାନଙ୍କୁ ସିନିୟର ଜୁନିୟର 2ଟି ବିଭାଗରେ ନୃତ୍ୟ କଳା ପ୍ରଦର୍ଶନ କରାଯାଇଥିବା ବେଳେ କ୍ଲାସିକାଲ ଏବଂ ସେମି କ୍ଲାସିକାଲ ସହିତ ମଡର୍ଣ୍ଣ ଡ୍ୟାନ୍ସ ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲେ। ଶେଷ ଦିନରେ କୃତି ନୃତ୍ୟଶିଳ୍ପୀମାନଙ୍କୁ ମୂଲ୍ୟାଙ୍କନ କରି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀରେ ପୁରସ୍କୃତ କରିଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ।